ଆଉ ବେଶୀ କିଛି କହିପାରିବିନି। ସବୁ କିଛି ତ ଆମ କହିବାକୁ ବହୁତ କିଛି ଆସୁଛି କିନ୍ତୁ କହି ହଉନି। ବାବାଙ୍କର ବହୁତ କିଛି ମହିମା। ମୁଁ ଯାଜପୁର ରୋଡରୁ ଆସିଛି। ମୋ ନାଁ ହେଲା ଛବିରାଣୀ ଲାହା। ମୋ ସ୍ୱାମୀଙ୍କ ନାଁ ରୂପେଶ କୁମାର ଲାହା। ଆଉ ହେଲା ମୁଁ ଆମ ଘରେ ବହୁତ ଅସୁବିଧା ପାଇଁ ବାବାଙ୍କ ପାଖରେ ଆସିଥିଲି। କେତେ ବର୍ଷ ହେଲା ଆସିଲେଣି? ଦୀର୍ଘ 21 ବର୍ଷ 20-21 ବର୍ଷ ହେଲା ଆମେ ଆସୁଛୁ ବାବାଙ୍କ ପାଖରେ। ବାବା ଯେତେବେଳେ ଜୟପୁର ଗାଁରେ ଥିଲେ ଆମେ ସେତେବେଳେ ଆସୁଛୁ। ଆପଣ କୋଉଠୁ ମ୍ୟାଡାମ ଆସିଛନ୍ତି? ମୁଁ ଭଦ୍ରକରୁ ଆସିଛି। ମୋ ନାଁ ମାନସୀ ପାଲ। ଆଗେ 24 ବର୍ଷ ହେଲା ଆସିଲେଣି ବଡ ଯା ଦେଢଶୁର। ମୋ ମ୍ୟାରେଜ 12 ବର୍ଷ ହେଲାଣି। ମୁଁ 12 ବର୍ଷ ହେଲା ଆସୁଛି। ମାନେ କଣ ଅଛି ମନ୍ଦିରରେ କିଛି ଅନୁଭୂତି ଆପଣଙ୍କର? ମନର କଥା ଏଇଆ ଯେ ମୁଁ ଯେବେଠୁ ଆସିଲିଣି ସେଥିରେ କିଛି ଜାଣିନଥିଲି ଏ ମଠ ଅନୁସାରେ। ଦେଢଶୁର ଯା ଆସୁଥିଲେ, ମୁଁ ଆସୁଥିଲି। ଆସିଲା ପରେ ମତେ ନିଜକୁ ମାନେ ଫିଲ୍ ହେଇଛି ଯେ ହଁ ଏଠି କିଛି ଅଛି, ଯୋଉଥିପାଇଁ ମତେ ଅନୁଭବ ହେଇଛି ଯେ ବହୁତ ଭଲ। ଆମ ଘର ପରିବାର, ଆମ ସମ୍ପର୍କ ସବୁ ଭଲ। ସେମିତି କିଛି ମୋ ଭିତରେ ଇଏ ହେଇନି ଯେ ମୁଁ ଏଠିକି କାହିଁକି ଯାଉଛି କଣ ନାହିଁ, ସେମିତି କେବେ ପ୍ରଶ୍ନ ଆସିନି। ବାବାଙ୍କ କତିକି ଆସୁଛି, ସେବେଠୁ ଆସୁଛି। 12 ବର୍ଷ ହେଲା କଣ୍ଟିନ୍ୟୁ ଆସିଛି। ସମସ୍ତେ 12 ବର୍ଷ ହେଲା। 12 ବର୍ଷ ହେଲା। ଏଠି ଆସିଲା ପରେ କିଛି କଣ କିଛି ଫିଲ୍ ହେଇଛି ନା ନାଇଁ? ଏତିକି ଫିଲ୍ ହେଇଛି ଆମ ଘର ଭିତରେ ଯେତିକି ଯାହା କାର୍ଯ୍ୟ ହେଇଛି ଭଲରେ ଭଲ ହେଇଯାଇଛି। ଆମେ ଯାହା ବି ଆଗେ ଯାହା କିଛି ଆରମ୍ଭ କରୁଛୁ, ଆଗେ ବାବାଙ୍କୁ ପ୍ରଣାମ କରିକି ଆରମ୍ଭ କରୁଛୁ। ଆଉ ସେଟା ସୁରୁଖୁରୁରେ ବି ହେଇଯାଉଛି। କିଛି ଅସୁବିଧା ଆମ ଭିତରେ ହେଇନାହିଁ। ଆପଣଙ୍କୁ କଣ ଫିଲ୍ ହଉଛି? ଆମକୁ ତ ବାବା ତ ଆମର ଅତି ନିଜର। ଆମେ ବାବାଙ୍କୁ ବାବାଙ୍କୁ ଭଗବାନ ପରି ମାନୁଛୁ ଏବଂ ଆମେ ଜାଣୁଛୁ ସିଏ ଆମ ପରିବାର। ଆମେ ତାଙ୍କ ପରିବାର ଭିତରେ ଅଛୁ। ଯେତେବେଳେ ବି ବାବାଙ୍କୁ ଆମେ ଡାକୁଛୁ ସବୁ ମୁହୂର୍ତ୍ତରେ ବାବା ଆମ ପାଖରେ ଥିଲେ, ଅଛନ୍ତି ବି। ଆଉ ବେଶୀ କିଛି କହିପାରିବିନି। ସବୁ କିଛି ତ ଆମ କହିବାକୁ ବହୁତ କିଛି ଆସୁଛି କିନ୍ତୁ କହି ହଉନି। ବାବାଙ୍କର ବହୁତ କିଛି ମହିମା। ଆଜି ଯୋଉ ପ୍ରୋଗ୍ରାମ ହଉଛି ତ କଣ ମାନେ ସେ ପ୍ରୋଗ୍ରାମ ଟି କଣ ଅଛି? ଆଜି ହଉଛି ବାବାଙ୍କର ଯୋଉ ବଡ ବାବା ଥିଲେ ଯିଏ ଜୟପୁରରେ, ତାଙ୍କର ଦେହ ତ୍ୟାଗ ହେଇଥିଲା। ତ ସେଇ ଦିନକୁ ଆମେ ବାର୍ଷିକ ଉତ୍ସବ ରୂପେ ଯଜ୍ଞ ବି ହଉଛି, ବାର୍ଷିକ ଉତ୍ସବ ରୂପେ ପାଳନ କରୁଛୁ।